ମନ୍ତ୍ରୀଙ୍କ ପୁତୁରା ବୋଲି ଇନ୍ଦ୍ରଚନ୍ଦ୍ର ମାନୁନାହାନ୍ତି। ସରକାରୀ ଅଧିକାରୀଙ୍କୁ ଦେଖାଉଛନ୍ତି ନାଲି ଆଖି। ଗତ ବିଜେଡି ସରକାର ସମୟରେ ଯାହା ଥିଲା ବର୍ତ୍ତମାନ ବିଜେପି ସରକାର ସମୟରେ ମଧ୍ୟ ତାହା ଚାଲିଛି। ମନ୍ତ୍ରୀଙ୍କ ପୁତୁରା କରୁଛନ୍ତି ଗୁଣ୍ଡାରାଜ। ରାଜ୍ୟ ସମାବହ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ନିଜ ପୁତୁରା ରଶ୍ମିରଞ୍ଜନ ବେହୁରା ସରକାରୀ କର୍ମଚାରୀଙ୍କ ସହ ଗୁଣ୍ଡାଗର୍ଦ୍ଦି କରି ବେଆଇନ ଭାବେ ବୋଝେଇ ହୋଇଥିବା ଏକ ମହରମ ଗାଡ଼ିକୁ ଜୋର ଜବରଦସ୍ତି ଛଡ଼ାଇ ନେଇଥିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା ସୁକିନ୍ଦା ବନଖଣ୍ଡ ଅଧୀନସ୍ଥ ବନ୍ଧଗାଁ ଜଙ୍ଗଲ ଜମିରୁ ଚୋରା ମହରମ ଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ସୁକିନ୍ଦା ବନ ବିଭାଗ କର୍ମଚାରୀ ବେଆଇନ ଭାବେ ଲୋଡ୍ ହୋଇଥିବା ମହରମ ସହ ସମ୍ପୃକ୍ତ ଡମ୍ପରକୁ ଅଟକାଇଥିଲେ। ମହରମ ବୋଝେଇ ଡମ୍ପରକୁ ମହରମ ଲୋଡ୍ ପାଇଁ ଉପଯୁକ୍ତ ଡକୁମେଣ୍ଟ ମାଗିଥିଲେ ବନ ବିଭାଗ କର୍ମଚାରୀ। ସେହି ସମୟରେ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ପୁତୁରା ରଶ୍ମିରଞ୍ଜନ ବେହୁରା ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାସ୍ଥଳରୁ ବେଆଇନ ଭାବେ ବୋଝେଇ ହୋଇଥିବା ଚୋରା ମହରମ ଡମ୍ପରଟିକୁ ଜୋର ଜବରଦସ୍ତ ଭାବେ ଛଡ଼ାଇ ନେଇଯାଇଥିବା ଦେଖିବାକୁ ମିଳିଛି। ଏହି ଘଟଣା ପରେ ରାଜ୍ୟର ବିଜେପି ସରକାର ଓ ସରକାରଙ୍କ ମନ୍ତ୍ରୀମାନଙ୍କ ସ୍ୱଚ୍ଛତା ଉପରେ ଦାଗ ଲାଗିଛି। ଯାଜପୁର ଜିଲ୍ଲାରେ ଗତ ବିଜେଡି ସରକାର ସମୟରେ ବିଜେଡି ନେତାମାନଙ୍କ ଦ୍ୱାରା ଖଣି ଖାଦାନଗୁଡ଼ିକୁ ଲୁଟ୍ ହେଉଥିବା ନେଇ ବିଜେପି ଦୋଷାରୋପ କରୁଥିବା ବେଳେ ବିଜେପି ମନ୍ତ୍ରୀଙ୍କ ପୁତୁରାଙ୍କ ଦବଙ୍ଗଗିରି ଆଜି ବିଜେଡିକୁ ଖୋରାକ ଯୋଗାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣା ଉପରେ ମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।